ପିଲାମାନେ ତୁମମାନଙ୍କୁ ସାଦରେ ସ୍ୱାଗତ କରୁଛି। ଆଜି ତୁମ ସାହିତ୍ୟ ବହିର ତୃତୀୟ ବିଷୟ ପଦ୍ୟ ବର୍ଷା ଆମେ ଆଲୋଚନା କରିବା, ପଢ଼ିବା। ସେଥିରେ ଥିବା ଭାବ, ଭକ୍ତି, ରସ, ବୋଧକୁ ଆମେ ବୁଝିବା। ଆମେ କବିତାଟିକୁ ଶୁଣିବା। କବିତାଟିକୁ ଭାବ ରସ ସହିତ ବୁଝିବା ପାଇଁ ଆଲୋଚନାରେ ମଧ୍ୟ ଭାଗ ନେବା। ତାହେଲେ ପ୍ରଥମେ ଆସ କବିତାଟିକୁ ଶୁଣିବା। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ। ଘୋର ଶବଦେ ମେଘମାଳ, ଗର୍ଜିନ ବରଷନ୍ତି ଜଳ। ପ୍ରାଣୀ ଜୀବନ ଜଳ ରାଶି, କରୁଣା ଚିତ୍ତରେ ବରଷି। ପୃଥିବୀର ବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତେ, ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେହ୍ନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଖଦ୍ୟତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ। ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି। ଅଳପ ନଦୀ ଏ ପୁରିଲେ, ଲହରୀ ମତେ ଉଛୁଳିଲେ। ନାନା ପ୍ରକାରେ ଶସ୍ୟ ରାଶି, ଏଣେ ପୂରିତ ମହିଦିଶି। ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହି। ମୟୂରେ ଗିରି ଶିଖେ ଥାଇ, ନୃତ୍ୟ କରନ୍ତି ମେଘେ ଚାହିଁ। ଅତିଥି ଦେଖି ଭକ୍ତ ଜନେ, ଯେ ଶୁନେ ତୋଷ ହୁଅନ୍ତି ମନେ। ପିଲାମାନେ, ପ୍ରଥମ ଭାଗରେ ଆମେ ପ୍ରଥମ 5ଟି ପଦକୁ ପଢ଼ିଥିଲେ ଆଉ ବୁଝିଥିଲେ। ସେଗୁଡ଼ିକ ହେଉଛି ଏମନ୍ତ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ଏଇଠୁ ଆରମ୍ଭ ହୋଇ ଘୋର ଶବଦେ ମେଘମାଳ, ଗର୍ଜିଣ ବରଷନ୍ତି ଜଳ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏହି ଅଧ୍ୟାୟରେ ଆମେ ଆଉ 5 ଗୋଟି ପଦକୁ ପଢ଼ିବା। ମୁଁ ପ୍ରଥମେ ସେ ପଦଗୁଡ଼ିକୁ ଟିକେ ପଢ଼ି ନେଉଛି। ପ୍ରାଣୀ ଜୀବନ ଜଳ ରାଶି, କରୁଣା ଚିତ୍ତରେ ବରଷି। ପୃଥିବୀ ରବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତ୍ତେ, ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେହ୍ନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଖଦ୍ୟୋତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ। ଆମେ ଏଇ 5ଟି ପଦ ଏଇ ଭାଗରେ ଆଲୋଚନା କରିବା ଏବଂ ତାକୁ ଟିକେ ପୁନଶ୍ଚ ଶୁଣିନେବା ଆସ ସୁର ତାଳ ଲୟରେ ଏବଂ ଭାବ ସହକାରେ। ତାପରେ ଆମେ ପ୍ରତ୍ୟେକ ପଦକୁ ନେଇ ଆଲୋଚନାକୁ ଯିବା। ପ୍ରାଣୀ ଜୀବନ ଜଳ ରାଶି, କରୁଣା ଚିତ୍ତରେ ବରଷି। ପୃଥିବୀର ବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତେ, ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେହ୍ନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଖଦ୍ୟତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ। ପିଲାମାନେ, ଏହି ଭାଗରେ ଆଲୋଚ୍ୟ କବିତାର ଅଂଶକୁ ଆମେମାନେ ଶୁଣିନେଲେ। ବର୍ତ୍ତମାନ ଆମେ ଏହି ଅଂଶକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନାକୁ ନେବା। ଏଥିରେ ଥିବା ଭାବ, ଅର୍ଥ ଏବଂ ତତ୍ତ୍ୱକୁ ବୁଝିନେବା। ବର୍ତ୍ତମାନ ଆମେ
କବିତାର ପ୍ରଥମ ଦୁଇ ପଂକ୍ତିକୁ ଯିବା, ଅର୍ଥାତ୍ ପ୍ରଥମ ପଦକୁ ଯିବା ଏବଂ ଦୁଇ ପାଦ ଭଲ ଭାବରେ ଆଲୋଚନା କରିନେବା। ଚାଲ ତାହେଲେ। ପିଲେ, ଏହି ପଦରେ କବି ଲେଖିଛନ୍ତି, ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରସି। ପ୍ରାଣୀ ଜୀବନ ଅର୍ଥାତ୍ ପ୍ରାଣୀମାନଙ୍କର ଜୀବନ। କିଏ ପ୍ରାଣୀମାନଙ୍କର ଜୀବନ? ଜଳ ହେଉଛି ପ୍ରାଣୀମାନଙ୍କର ଜୀବନ। ଜଳରାଶି କହିବାର ଅର୍ଥ ହେଉଛି ପୁଞ୍ଜାଏ ପୁଞ୍ଜାଏ ଜଳ। ଏ ସମସ୍ତ ଜଳରାଶି, ଆମକୁ ଦେଖାଯାଉଥିବା ସମସ୍ତ ଜଳରାଶି ପ୍ରାଣୀମାନଙ୍କର ଜୀବନ। ପ୍ରାଣୀ କାହାକୁ କହିବା? ଜୀବଜନ୍ତୁ, ମଣିଷ ସମସ୍ତଙ୍କୁ ଆମେ ପ୍ରାଣୀ ବୋଲି କହିବା। ପୃଥିବୀ ପୃଷ୍ଠରେ ପ୍ରାଣୀମାନଙ୍କର ଜୀବନ ହେଉଛି ଜଳରାଶି। ଆଉ ଗୋଟିଏ କଥା ଆମକୁ ବୁଝିବାକୁ ପଡ଼ିବ, ଉଦ୍ଭିଦମାନଙ୍କର ଜୀବନ ମଧ୍ୟ ଜଳରାଶି। ସେମାନେ ମଧ୍ୟ ଜଳ ଆବଶ୍ୟକ କରନ୍ତି ବଞ୍ଚିବା ପାଇଁ, ଯେଉଁ କଥା ତମେମାନେ ଜାଣିଛ। କବି କହୁଛନ୍ତି ପ୍ରାଣୀମାନଙ୍କର ଜୀବନ ହେଉଛି ଏହି ଜଳରାଶି, ଯାହା ବର୍ଷା ଭାବରେ ପୃଥିବୀ ପୃଷ୍ଠକୁ ଆସିଛି ଏବଂ କରୁଣା ଚିତ୍ତରେ ଏହା ବରସି ଯାଉଛି। ପ୍ରକୃତି ଖୁବ୍ ସୁନ୍ଦର ଭାବରେ ଏହି ବର୍ଷାକୁ ଆମ ପୃଥିବୀ ପୃଷ୍ଠରେ ଆଣିଦେଇଛନ୍ତି। ସତେ ଯେମିତି ବର୍ଷା ଦୟାକରି ମନ ଭରି ବରସି ଯାଉଛି। ଏଠାରେ ଆମେ ସହଜରେ ବୁଝିବାକୁ ଗଲେ ପୃଥିବୀ ପୃଷ୍ଠରେ ଯେଉଁ ବର୍ଷା ହେଉଅଛି ତାହା ପ୍ରକୃତିର କରୁଣାରୁ ଏବଂ ପ୍ରକୃତି ଦୟା ମନରେ ପୃଥିବୀ ପୃଷ୍ଠରେ ବରସି ଯାଉଛନ୍ତି। ପ୍ରାଣୀମାନଙ୍କର ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ, ଗ୍ରୀଷ୍ମଜନିତ ଯନ୍ତ୍ରଣାକୁ ଦୂର କରିବା ପାଇଁ ବର୍ଷା ବରସି ଯାଉଅଛି, ଯାହା ପ୍ରାଣୀମାନଙ୍କର ଜୀବନ ଭାବରେ ପୃଥିବୀ ପୃଷ୍ଠରେ ବହି ଯାଉଅଛି। କବି ଏଠାରେ ଏକଥା କହିଛନ୍ତି। ଆମେ ଆଗକୁ ଯିବା। ପୁନଶ୍ଚ କବି କହିଛନ୍ତି, ପୃଥିବୀ ରବି ତେଜଗ୍ରାସେ ତାପିତ ଥିଲା ଅଷ୍ଟମାସେ। ଏ କଥାଟିକୁ ଆମେ ବୁଝିବା। ପୃଥିବୀ କେମିତି ଭାବରେ ତାପିତ ଥିଲା? ତାପିତ ଥିଲା ଅର୍ଥାତ୍ ଉତ୍ତପ୍ତ ଥିଲା। କିଏ ଉତ୍ତପ୍ତ ଥିଲା? ପୃଥିବୀ ଉତ୍ତପ୍ତ ଥିଲା। କେତେ ଦିନ ଧରି ଉତ୍ତପ୍ତ ଥିଲା? ଦୀର୍ଘ 8 ମାସ ଧରି। କେମିତି ଜଣାପଡ଼ିଲା? ବର୍ଷା ଆସିବା ପୂର୍ବରୁ ଦୀର୍ଘ 8 ମାସ ଧରି ସୂର୍ଯ୍ୟ କିରଣ ପୃଥିବୀ ଉପରେ ପଡ଼ି ଚାଲିଥିଲା। ପୃଥିବୀ ଉତ୍ତପ୍ତ ଥିଲା। ଦୀର୍ଘ 8 ମାସ ଧରି ସୂର୍ଯ୍ୟ କିରଣର ତାପକୁ ସହି ଚାଲିଥିଲା। ଅର୍ଥାତ୍ ପୃଥିବୀରେ ଜୀବ ଜନ୍ତୁ, କୀଟ ପତଙ୍ଗ, ବୃକ୍ଷ ଲତା ସମସ୍ତେ ସୂର୍ଯ୍ୟଙ୍କର ତାପରେ ପ୍ରଭାବିତ ଥିଲେ। ପିଲାମାନେ, ଏଥିରେ ରବି କୁହାଯାଇଛି। କାହାକୁ? ସୂର୍ଯ୍ୟଦେବଙ୍କୁ ରବି କୁହାଯାଇଛି। ଭାସ୍କର କହିବା ଆମେ କହିପାରିବା। ଦିଟା ନାମ ମନେ ରଖିବ। ସୂର୍ଯ୍ୟଙ୍କର ଅନ୍ୟ ନାମ ଭାସ୍କର, ରବି। ତେଜ କିରଣ, ଏଠାରେ ଆମେ ବୁଝିବା ସୂର୍ଯ୍ୟଙ୍କର କିରଣ। ଗ୍ରାସେ, ଗ୍ରାସେ କଥାଟାକୁ ତୁମମାନେ କେମିତି ବୁଝିବ? ବିଭିନ୍ନ ଜାଗାରେ ବିଭିନ୍ନ ଅର୍ଥ ଅଛି। ଶବ୍ଦକୁ ସିଧାସଳଖ ଏଠାରେ ଗ୍ରାସେର ଅର୍ଥ ହେଉଛି ସୂର୍ଯ୍ୟଙ୍କର ତେଜ ବା କିରଣ ପୃଥିବୀକୁ ଗ୍ରାସ କରିଥିଲା। ଅର୍ଥାତ୍ ପୃଥିବୀର ସବୁ ଜାଗାରେ ସୂର୍ଯ୍ୟ କିରଣ ପଡ଼ି ପୃଥିବୀକୁ ଉତ୍ତପ୍ତ କରିଥିଲା। ଗ୍ରାସିବାକୁ ଅନ୍ୟ ଜାଗାରେ କହିପାରିବା ଖାଇବା, ଗ୍ରାସିବାକୁ ଅନ୍ୟ ଜାଗାରେ କରିବା ନିଜର କରିନେବା, ଗ୍ରହଣ କରିନେବାକୁ ଗ୍ରାସିବା ଆମେ କହିବା। ଅର୍ଥାତ୍ ଆମେ ବୁଝିଲେ ପୃଥିବୀ ଉପରେ ସୂର୍ଯ୍ୟଙ୍କର କିରଣ ଦୀର୍ଘ 8 ମାସ ଧରି ପଡ଼ି ରହିଥିଲା, ଫଳରେ ପୃଥିବୀ ଉତ୍ତପ୍ତ ଥିଲା। ଏ କଥା ଆମେ ବୁଝିପାରିଲେ? ଠିକ୍ ଅଛି, ଆମେ ଆଗକୁ ଯିବା ତାହେଲେ। ଏହି ପଦରେ କବି କହିଛନ୍ତି, ଜଳ ପାଇଲା ତୋଷ ଚିତ୍ତେ ତପସ୍ୱୀ ଜନଙ୍କର ମତେ। କିଏ ଜଳ ପାଇଲା? ଏ ପୃଥିବୀ ଜଳ ପାଇଲା। କେମିତି ପାଇଲା? ବର୍ଷା ରୂପରେ ପାଇଲା। କିଏ ଜଳ ଦେଲା? ଏଇ ପ୍ରକୃତି ବର୍ଷା ରୂପରେ ଜଳ ପୃଥିବୀ ପୃଷ୍ଠରେ ସିଞ୍ଚନ କଲା। କେମିତି ପାଇଲେ ଏ ପୃଥିବୀବାସୀ ଜଳ? ଯଦି ଏଇ ପ୍ରଶ୍ନ ଆମ ମନକୁ ଆସେ, ଆମେ କହିବା ଯେ ପୃଥିବୀବାସୀ ଏକଚିତ୍ତରେ ବର୍ଷାକୁ ଅପେକ୍ଷା କରିଥିଲେ। ବିଶ୍ୱାସ ଭରା ମନରେ ବର୍ଷାକୁ ଅପେକ୍ଷା କରିଥିଲେ। ସନ୍ତୋଷ ମନରେ, ତୋଷ ଚିତ୍ତରେ, ସନ୍ତୋଷ ମନରେ ବର୍ଷାକୁ ଅପେକ୍ଷା କରିଥିଲେ। ଫଳସ୍ୱରୂପ ପ୍ରକୃତି ଜଳ ଆଣିଦେଲା ପୃଥିବୀ ପୃଷ୍ଠରେ ବର୍ଷା ରୂପରେ। ତପସ୍ୱୀମାନଙ୍କର ଏହା ହେଉଛି ମତ। ତପସ୍ୱୀ ହେଲେ ସାଧୁ ପୁରୁଷ। ସେମାନଙ୍କର ମତ ହେଉଛି ଏ ପ୍ରକୃତିରେ ସମସ୍ତ ଜୀବଜଗତ
ସନ୍ତୋଷ ମନରେ ଏକାଗ୍ର ଚିତ୍ତରେ ଜଳକୁ ପ୍ରାର୍ଥନା କରୁଥିଲେ, ଜଳର ଆବଶ୍ୟକତା କରୁଥିଲେ। ଫଳରେ ପ୍ରକୃତି ସେମାନଙ୍କ ପାଇଁ ଜଳର ସନ୍ଧାନ କରିଦେଲେ। ବର୍ଷା ରୂପରେ ଦୀର୍ଘ 8 ମାସର କଷ୍ଟ ଯନ୍ତ୍ରଣାକୁ ଭୁଲେଇ ଦେଇ ସେମାନଙ୍କୁ ସେମାନଙ୍କର ଜଳ ଯାହା ପ୍ରାପ୍ୟ ଥିଲା ତାହା ପ୍ରଦାନ କଲେ। ପୃଥିବୀବାସୀ ଜଳ ପାଇଲେ, ସନ୍ତୋଷ ମନରେ ଜୀବନଯାପନ ଆରମ୍ଭ କଲେ। ତପସ୍ୱୀମାନଙ୍କର ଏହା ମତ ବୋଲି କବି ବର୍ଣ୍ଣନା କରିଛନ୍ତି ଏହି ଅଂଶରେ। ପିଲାମାନେ ପରବର୍ତ୍ତୀ ଅଂଶକୁ ଯିବା ତାହେଲେ। କବିତାର ପରବର୍ତ୍ତୀ ଅଂଶରେ କୁହାଯାଇଛି, ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ। ପିଲାମାନେ ତମମାନେ ସ୍କ୍ରିନର ଦେଖିଲ, ଚିତ୍ରକୁ ମଧ୍ୟ ଦେଖୁଛ। ବର୍ଷା ହେଲା ପରେ ପୃଥିବୀବାସୀ କେଡ଼େ ମନ ଖୁସିରେ ସେମାନଙ୍କର କାମରେ ଲାଗିଯାଇଛନ୍ତି। ପିଲାମାନେ ଖେଳୁଛନ୍ତି, ଲୋକମାନେ ନଦୀ ପାଖରେ ଯାଇକି ମାଛ ଧରାରେ ବ୍ୟସ୍ତ, ନଦୀ ଉଛୁଳି ଉଛୁଳି ବହି ଯାଉଛି ଏବଂ ଏଇଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ସମସ୍ତେ ଖୁସି। ଦେଖ, 2 ଜଣ ସାଙ୍ଗ ଇନ୍ଦ୍ରଧନୁ ଦେଖୁଛନ୍ତି, ଟୋପା ଟୋପା ବର୍ଷା ମଧ୍ୟ ପଡୁଛି। ପୃଥିବୀବାସୀ ଅତ୍ୟନ୍ତ ଖୁସି ହୋଇଛନ୍ତି। ସେମାନେ ଅନୁଭବ କରିଛନ୍ତି, ଆମେ ଯେଉଁ ତୋଷ ଚିତ୍ତରେ ଅନେକ ଦିନ ଧରି ଅପେକ୍ଷା କରିକି ରହିଥିଲେ, ଏ ଅପେକ୍ଷା ନୁହେଁ, ଏହା ତପସ୍ୟା। ଯେମିତି ସାଧୁ ସନ୍ଥ ମୁନି ଋଷିମାନେ ତପସ୍ୟା କରନ୍ତି, ସେମିତି ଆମେ ତପସ୍ୟା କରୁଥିଲେ ଏବଂ ସେଇ ତପସ୍ୟାର ଫଳ ଅର୍ଥାତ୍ ଏଇ ଯେଉଁ ବର୍ଷା ପାଇ ଆମେ ତାଙ୍କୁ ଭୁଞ୍ଜୁଛନ୍ତି। କେଉଁମାନେ? ପୃଥିବୀବାସୀ ମାନେ ଭୁଞ୍ଜୁଛନ୍ତି। ଭୁଞ୍ଜିବା ଅର୍ଥ ପାଇବା, ଖାଇବା, ଭୋଗ କରିବା ଏସବୁକୁ ବୁଝାଏ। ପୃଥିବୀବାସୀ ତପସ୍ୟାର ଫଳକୁ ଭୋଗ କରୁଛନ୍ତି। କେମିତି ମନରେ? ଅତ୍ୟନ୍ତ ସୁଖଦ ମନରେ, ଅତ୍ୟନ୍ତ ଖୁସି ହୋଇ ଭୋଗ କରୁଛନ୍ତି। ଏହି କଥା କବି ଏଠାରେ କହିଛନ୍ତି, ଆମେ ତାକୁ ବୁଝିଲେ ପରବର୍ତ୍ତୀ କଥାକୁ ଆମେ ଯିବା। ପରବର୍ତ୍ତୀ କଥାରେ ଅଛି, ଖଦ୍ୟତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ଖଦ୍ୟତର ଅର୍ଥ କ'ଣ? ଜୁଳୁଜୁଳିଆ ପୋକ। ଚିତ୍ରରେ ତମେ ଦେଖିବାକୁ ପାଉଛ କେମିତି ସବୁ ଜୁଳୁଜୁଳିଆ ପୋକ ରଙ୍ଗୀନ ଆଲୁଅ ଦେଖି ଉଡୁଛନ୍ତି। ଏମାନେ କେଉଁ ସମୟରେ ବାହାରନ୍ତି? ବାହାରକୁ ବାହାରନ୍ତି କେଉଁ ସମୟରେ କହିପାରିବ? ଏମାନେ ବାହାରକୁ କେଉଁ ସମୟରେ ବାହାରନ୍ତି? ସନ୍ଧ୍ୟା ସମୟରେ ବାହାରନ୍ତି। କବିତାରେ ମଧ୍ୟ ସେୟା ଲେଖା ଅଛି, ଖଦ୍ୟତ କୀଟ, ଏହା ଏକ କୀଟ। ଖଦ୍ୟତ କୀଟ ନିଶା ମୁଖରେ, ନିଶା ମୁଖେ। ନିଶା ଅର୍ଥ ରାତି, ମୁଖେ ଅର୍ଥ ମୁହଁ। ରାତିର ମୁହଁ କେଉଁଠି? ଦିନ ଚାଲିଗଲେ ରାତି ଆସେ, ଯେତେବେଳେ ଆସେ ସେଇଟା ହେଉଛି ରାତିର ମୁହଁ, ସନ୍ଧ୍ୟା ସମୟ। ତାହେଲେ ସନ୍ଧ୍ୟା ସମୟରେ ସେମାନେ ବାହାରକୁ ଆସନ୍ତି ଏବଂ ସତେ ଯେମିତି ସୁଖ ମନରେ ସେମାନେ ଜଗତଟାକୁ ଆବୋରିକି ରହିଛନ୍ତି, ଜଗତଟାକୁ ନିଜର ବୋଲି ଭାବି ନେଇଛନ୍ତି, ଜଗତଟାକୁ ପୁରା ଢାଙ୍କି ରଖିଛନ୍ତି, ପୃଥିବୀଟାକୁ ପୁରା ଢାଙ୍କି ରଖିଛନ୍ତି। ସେହି ସମୟଟା ତାଙ୍କ ପାଇଁ ଆନନ୍ଦର ମୁହୂର୍ତ୍ତ। ଥଣ୍ଡା ଥଣ୍ଡା ଲାଗେ, ବର୍ଷା ହେଇଯାଇଥାଏ। ତେଣୁ ଖଦ୍ୟତ କୀଟ ବା ଜୁଳୁଜୁଳିଆ ପୋକ ବାହାରକୁ ବାହାରି ଜଗତକୁ ଆବୋରିଲା ପରି ଦିଶନ୍ତି। ଏହି କଥା ଏହି ଅଂଶରେ କବି କହିଛନ୍ତି। ଆମେ ପରବର୍ତ୍ତୀ ଆଲୋଚନାକୁ ଯିବା। ପିଲାମାନେ, ବର୍ତ୍ତମାନ ଆମେ କବିତାର ଏହି ଅଂଶରୁ କିଛି ପ୍ରଶ୍ନକୁ ନେଇ ମଜାଦାର ଖେଳ ଖେଳିବା। ଏହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ 2ଟି ବିଭାଗରେ ଅଛି। ତମମାନଙ୍କୁ ପ୍ରଶ୍ନ ଆସିବ, ତମମାନେ ଉତ୍ତର କହିବ। ଖୁବ୍ ମଜାରେ ମଜାରେ ଏହି ବିଷୟଟିକୁ ସାରିବା। ତାହେଲେ ଚାଲ ଯିବା ଆଜିର କାର୍ଯ୍ୟକ୍ରମ, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ଚାଲ ତାହେଲେ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ଚାଲ ତାହେଲେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ପ୍ରଶ୍ନ ଉତ୍ତର। ପିଲାମାନେ, ଏବେ ଆମେ ପ୍ରଶ୍ନ ଉତ୍ତର ଆଲୋଚନାକୁ ଯିବା। ପ୍ରଶ୍ନ ଉତ୍ତର ଆଲୋଚନାର ଏହି ବିଭାଗରେ ପ୍ରଥମେ ତମମାନଙ୍କ ପାଇଁ କବିତାର ଗୋଟିଏ ଧାଡ଼ି ଏହି ସ୍କ୍ରିନରେ ଦିଶିବ। ତାର ପରବର୍ତ୍ତୀ ଧାଡ଼ି କ'ଣ ହେବ ତମମାନେ ମନେ ପକାଇ କହିବ। ଠିକ୍ ଅଛି, ଏଥର ସୂଚନାଟିକୁ ଭଲ ଭାବରେ ବୁଝିପାରିଲ। ପ୍ରଥମ ଧାଡ଼ିକୁ ଯିବା। କ'ଣ ଅଛି? ପ୍ରାଣୀ ଜୀବନ ଜଳରାଶି। ତା ପରବର୍ତ୍ତୀ ଧାଡ଼ିଟି କ'ଣ ହେବ ମନେ ପକାଇଲ? ଠିକ୍ ଅଛି, କ'ଣ ହେବ? କରୁଣା ଚିତ୍ତରେ ବରସି। କ'ଣ ହେଲା ତାହେଲେ? ପ୍ରାଣୀ ଜୀବନ ଜଳରାଶି, କରୁଣା ଚିତ୍ତରେ ବରସି। ବୁଝିପାରିଲେ ଏଥର ଆମମାନେ? ଆମେ ବର୍ତ୍ତମାନ କବିତାର ଏହି ଧାଡ଼ିଟିକୁ ପଢ଼ିବା। ପୃଥିବୀ ରବି ତେଜ ଗ୍ରାସେ ଏବଂ ମନେ ପକାଇବା ତା ପରବର୍ତ୍ତୀ ଧାଡ଼ି କ'ଣ ଥିଲା? ମନେ ପଡ଼ିଲା? ତାପିତ ଥିଲା ଅଷ୍ଟ ମାସେ। କ'ଣ ହେଲା? ପୃଥିବୀ ରବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟ ମାସେ। ପରବର୍ତ୍ତୀ ଧାଡ଼ିକୁ ଯିବା। କ'ଣ ଅଛି ପରବର୍ତ୍ତୀ ଧାଡ଼ି କବିତାର? ଜଳ ପାଇଲା ତୋଷ ଚିତ୍ତେ। ଠିକ୍ ଅଛି, ପରବର୍ତ୍ତୀ ଧାଡ଼ି କ'ଣ ହେବ ମନେ ପକାଇଲ? ଜଳ ପାଇଲା ତୋଷ ଚିତ୍ତେ, ତପସ୍ୱୀ ଜନଙ୍କର ମତେ। ଠିକ୍ ଅଛି, କ'ଣ ହେଲା ତାହେଲେ?
ଜଳ ପାଇଲା ତୋଷ ଚିତ୍ତେ ତପସ୍ୱୀ ଜନଙ୍କର ମତେ। ବୁଝିପାରିଲେ ଆମେ ଏ କଥା? ପୁଣି ପରବର୍ତ୍ତୀ ଧାଡ଼ିକୁ ଯିବା। କ'ଣ ଅଛି ଦେଖିବା। ତପସ୍ୟା ଫଳ ଯେହ୍ନେ ପାଇ, ଠିକ ଅଛି, ତପସ୍ୟା ଫଳ ଯେହ୍ନେ ପାଇ କ'ଣ ହବ ତା ପରବର୍ତ୍ତୀ ବାକ୍ୟଟି? ଭୁଞ୍ଜନ୍ତି ଅତି ସୁଖୀ ହୋଇ। କ'ଣ ହେଲା ତାହେଲେ? ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଠିକ ଅଛି, ବୁଝିପାରିଲେ ଆମମାନେ? ତା ପରବର୍ତ୍ତୀ ବାକ୍ୟକୁ ଯିବା। କ'ଣ ଅଛି ଦେଖିବା। କ'ଣ ଅଛି? ଖଦ୍ୟୋତ କୀଟ ନିଶା ମୁଖେ। ମନେ ପଡ଼ିଲା? ଖଦ୍ୟୋତ କୀଟ ନିଶା ମୁଖେ କ'ଣ ହବ? ତା ପରବର୍ତ୍ତୀ ବାକ୍ୟଟି କ'ଣ ହବ? ଠିକ, ଜଗତ ଆବରିଲେ ସୁଖେ। ଏଥର ବୁଝିପାରିଲେ ଆମମାନେ? କ'ଣ ହେଲା ତାହେଲେ? ଖଦ୍ୟୋତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ପିଲାମାନେ, ତୁମେ ଏ କବିତାଟିକୁ ବାରମ୍ବାର ପଢ଼ିଲେ ତମମାନେ ଭଲ ଭାବରେ ଗାଇପାରିବ, ସୁନ୍ଦର ସ୍ୱରରେ, ଭାଗବତର ସ୍ୱରରେ ଗାଇପାରିବ। ଏଥର ଆମେ ଆଉ ଗୋଟିଏ ଖେଳକୁ ଯିବା, ଯେଉଁଥିରେ ତୁମ ପାଇଁ ପ୍ରଶ୍ନଟିଏ ଅଛି ଏବଂ 4ଟି ସମ୍ଭାବ୍ୟ ଉତ୍ତର ଅଛି। ତୁମମାନେ ପ୍ରଶ୍ନଟିକୁ ପଢ଼ି 4ଟି ସମ୍ଭାବ୍ୟ ଉତ୍ତରରୁ ଠିକ ଉତ୍ତରଟିକୁ ବାଛିବ। ତାହେଲେ ଆମମାନେ ପ୍ରଥମ ପ୍ରଶ୍ନକୁ ଯିବା। ପ୍ରଥମ ପ୍ରଶ୍ନରେ ଅଛି, ଖଦ୍ୟୋତ ମାନେ କେଉଁ ସମୟରେ ବାହାରକୁ ବାହାରନ୍ତି ବୋଲି କବି କହିଛନ୍ତି? ପିଲାମାନେ, ଖଦ୍ୟୋତ ତମେ ଜାଣିଛ, ଜୁଳୁଜୁଳିଆ ପୋକ। ସେମାନେ କେଉଁ ସମୟରେ ବାହାରକୁ ବାହାରନ୍ତି ବୋଲି କବି କବିତାରେ କହିଛନ୍ତି? ତାହେଲେ ଅପସନ ଗୁଡ଼ିକୁ ଦେଖିବା। କ'ଣ କ'ଣ ଅପସନ ଅଛି? ପ୍ରଥମ ଅପସନ ଅଛି ବର୍ଷାରେ, ଦ୍ୱିତୀୟ ଅଛି ରାତିରେ, ତୃତୀୟରେ ଅଛି ଗ୍ରୀଷ୍ମ ଋତୁ ପରେ, ଚତୁର୍ଥ ଅପସନ ଅଛି ସନ୍ଧ୍ୟା ସମୟରେ। ତାହେଲେ କୋଉଟା ଠିକ ହେବ ଆମମାନେ ଅନୁମାନ କରିବା, ବୁଝିବା। ବର୍ଷାରେ, ରାତିରେ, ଗ୍ରୀଷ୍ମ ଋତୁ ପରେ, ସନ୍ଧ୍ୟା ସମୟରେ। କବିତାକୁ ମନେ ପକାଇବା, କହିପାରିବା? ଠିକ ଅଛି, କୋଉଟା ଉତ୍ତର ଠିକ ଅଛି ଦେଖିବା। ସନ୍ଧ୍ୟା ସମୟରେ। ନିଶାମୁଖ ବୋଲି ଅଛି କି କବିତାରେ? କବିତାଟାକୁ ଟିକେ ଗାଇଦେବି। ଖଦ୍ୟୋତ କୀଟ ନିଶା ମୁଖେ ଜଗତ ଆବୋରିଲେ ସୁଖେ। ନିଶା ମୁଖେ ଅର୍ଥ, ନିଶା ହେଲା ରାତି, ମୁଖେ ମୁଖରେ। ରାତିର ମୁଖ କିଏ? ସନ୍ଧ୍ୟା ସମୟ। ତାହେଲେ ସନ୍ଧ୍ୟା ସମୟର ସିଏ ବାହାରକୁ ବାହାରନ୍ତି, ରାତି ସାରା ବି ରହନ୍ତି, ସନ୍ଧ୍ୟା ସମୟରେ ବାହାରକୁ ବାହାରନ୍ତି ବୋଲି କବି କହିଛନ୍ତି। ଠିକ ଅଛି, ଏଥର ଆମେ ବୁଝିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ, ତପସ୍ୟା ଫଳକୁ କେଉଁମାନେ ଭୋଗ କରୁଛନ୍ତି ବୋଲି କବି କବିତାରେ କହିଛନ୍ତି? ଅପସନ ଗୁଡ଼ିକୁ ଦେଖିବା। ପ୍ରାଣୀମାନେ, ପୃଥିବୀବାସୀ, ମନୁଷ୍ୟ, ତପସ୍ୱୀ। କେଉଁଠି ଠିକ ଉତ୍ତର ହେବ ପିଲାମାନେ? ତମେ ଏବେ କୁହ, ଦେଖିବା। ଠିକ ଅଛି, ଉତ୍ତର ହେଉଛି ପୃଥିବୀବାସୀ। ତପସ୍ୟା ଫଳକୁ ପୃଥିବୀବାସୀ ଭୋଗ କରୁଛନ୍ତି ବୋଲି କବିତାରେ କୁହାଯାଇଛି। ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ ଅଛି ଦେଖିବା। ତୋଷ ଚିତ୍ତରେ ଜଳ ପ୍ରାପ୍ତ ହେଲା, ଏହି କଥା କେଉଁମାନେ କହୁଛନ୍ତି ବୋଲି କବି କବିତାରେ କହିଛନ୍ତି? ତୋଷ ଚିତ୍ତରେ ଜଳ ପ୍ରାପ୍ତ ହେଲା, ସନ୍ତୋଷ ମନରେ, ଏକଚିତ୍ତ ମନରେ ରହିବା ଯୋଗୁଁ, ବିଶ୍ୱାସ ଭରା ମନରେ ରହିବା ଯୋଗୁଁ ଜଳ ପ୍ରାପ୍ତ ହେଲା। କେଉଁମାନଙ୍କ ପାଇଁ? ପୃଥିବୀବାସୀ ଜଳ ପ୍ରାପ୍ତ ହେଲେ। ଏହି କଥାଟି କବିତାରେ କିଏ କହୁଛନ୍ତି ବୋଲି କବି କହିଛନ୍ତି? ଦେଖିବା ଅପସନ ଗୁଡ଼ିକୁ। ତାହେଲେ କବି, ଜନତା, ତପସ୍ୱୀ, ପ୍ରାଣୀ। କିଏ କହିଛନ୍ତି? ଠିକ ଉତ୍ତରଟି କ'ଣ ହବ ଜାଣିପାରିଲ? ତପସ୍ୱୀ କହିଛନ୍ତି। ଏଥର ଆମେ ଜାଣିପାରିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି? ପୃଥିବୀ କେତେ ଦିନ ଧରି ଗ୍ରୀଷ୍ମ ତାପର କଷ୍ଟ ଭୋଗ କରୁଥିଲା? କେତେ ଦିନ ଧରି? କବିତାଟିକୁ ଟିକେ ପଢ଼ିବା। ପୃଥିବୀ ରବି ତେଜଗ୍ରାସେ ତାପିତ ଥିଲା ଅଷ୍ଟମାସେ। କେତେ ଦିନ ଧରି କଷ୍ଟ ଭୋଗ କରୁଥିଲା? ଅପସନ ଗୁଡ଼ିକୁ ଦେଖିବା। କ'ଣ ଅଛି? ଗ୍ରୀଷ୍ମକାଳ, 8 ମାସ, ସକଳ ଋତୁ, ଆଉ ଅଷ୍ଟମ ମାସ। କେଉଁଠି ଠିକ ଉତ୍ତର ହବ? ହଁ, ଠିକ କହିଲ, ଉତ୍ତର ହବ 8 ମାସ ଧରି ପୃଥିବୀ ଗ୍ରୀଷ୍ମ ତାପର କଷ୍ଟ ଭୋଗ କରୁଥିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପ୍ରାଣୀମାନଙ୍କର ଜୀବନ ବୋଲି କବିତାରେ କାହାକୁ କୁହାଯାଇଛି? କବିତାରେ କାହାକୁ କୁହାଯାଇଛି ପ୍ରାଣୀମାନଙ୍କର ଜୀବନ ବୋଲିକି? ଅପସନ ଗୁଡ଼ିକୁ ଦେଖିଲେ ଜଣାପଡ଼ିବ। ବର୍ଷା, ଜୀବନ, କରୁଣା, ଜଳ। ଏଇ 4ଟା କଥା କୁହାଯାଇଛି। ତାହେଲେ କିଏ ଠିକ ଉତ୍ତର ହେବେ ଦେଖିବା। ଜଳ। ଜଳକୁ ପ୍ରାଣୀମାନଙ୍କର ଜୀବନ ବୋଲି କବିତାରେ କୁହାଯାଇଛି। ଠିକ ଅଛି ପିଲାମାନେ, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ତୁମମାନେ ଭାଗ ନେଲ, କବିତାଟିକୁ ମଧ୍ୟ ବୁଝିନେଲ। ଏହି ଭିଡ଼ିଓରେ ତୁମମାନଙ୍କ ପାଇଁ ଆଲୋଚନା ଏତିକି।
ପରବର୍ତ୍ତୀ ଭିଡ଼ିଓରେ ଆମେ କବିତାର ଶେଷ ଅଂଶଟିକୁ ପଢ଼ିବା ଏବଂ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ କରିବା। ତମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।